ଆଚ୍ଛା ମୋ ପ୍ରଶ୍ନ ଥିଲା କେବେଠୁ ତୃଷ୍ଣା ରାହୁଲଙ୍କ ଘରେ ମାନେ ଶାଶୁ ଘରେ ନ ରହି ନିଜ ବାପ ଘରେ ରହୁଛନ୍ତି? ଆଜ୍ଞା ସେଇଟା ତ ଆପଣମାନେ ସମସ୍ତେ ଆଜିକା ଦିନରେ ଡିମ୍ ଡିମ୍ ହେଇକି ବାଜୁଛି। ଆଉ 14 ଦିନ ପରେ ମାନେ ମୃତ୍ୟୁର ମୃତ୍ୟୁର 14 ଦିନ ପୂର୍ବରୁ ବି ରାହୁଲଙ୍କର ୱାଇଫ୍, ତାଙ୍କର ମଦର, ତାଙ୍କର ଆଉ ପରିବାର କିଛି ସଦସ୍ୟ ରାହୁଲ ମହାରାଣାର ଘର, ଯେଉଁ ଘରେ ରାହୁଲଙ୍କର ୱାଇଫ୍ ରୁହନ୍ତି ସେଇ ଘରେ ତାଙ୍କର 3-4 ଜଣ ପରିବାର ଲୋକ ବି ଥିଲେ। ଏବଂ 14 ଦିନ ପରେ କହିଲେ ଯେ ହେଉଛି ଆମେ ଆମ ଝିଅକୁ ଟିକେ ନେବା ପାଇଁ ଚାହୁଁଛୁ। ଆଉ ସେଇ ରୁମ୍ ଭିତରେ ଗୋଟେ ଲକର୍ ଥିଲା। ଆଉ ଲକର୍ ଭିତରେ ଯେହେତୁ ରାହୁଲଙ୍କର ମାଆଙ୍କର ଏଇ ଯେଉଁ ରାହୁଲ ଚାଲିଗଲା ପରେ ଗୋଟିଏ ବୋଲି ପୁଅ ଆଉ ଗୋଟିଏ ବୋଲି ଝିଅ, ଆଉ ରାହୁଲଙ୍କର ଭିଣେଇ IT ସେକ୍ଟରରେ କାମ କରନ୍ତି। ସେ କିଛି ଦୂରରେ ମିନିମମ୍ 7ରୁ 10 କିଲୋମିଟର ଦୂରରେ ଗୋଟେ ଆପାର୍ଟମେଣ୍ଟରେ ଭଡ଼ାରେ ରହୁଛନ୍ତି ଏବଂ ତାଙ୍କର ଗୋଟେ ଛୋଟିଆ ପୁଅଟିଏ ଅଛି, 2-3 ବର୍ଷର ହେବ। ଏବଂ ସେ ତାପରେ ମୋ ସାଥିରେ ସବୁ କଥା ହେଲା ପରେ ମୁଁ ଜାଣିବାକୁ ପାଇଲି ଯେ ଯେତେବେଳେ ଗଲେ ଘରୁ ଯେଉଁ 14-15 ଦିନ ପରେ ରାହୁଲଙ୍କର ୱାଇଫ୍, ସେତେବେଳେ ଯେଉଁ ରାହୁଲଙ୍କ ବାପା ମାଆଙ୍କର ବିନା ଅନୁମତିରେ କହିଲେ ଯେ ହେଉଛି ନାଇଁ ଆମ ଝିଅକୁ ଆମେ ଯେହେତୁ ଯେ ମାନସିକ ସ୍ଥିତିରେ ଟିକେ ଇଏ ଅଛି, ଜଏଣ୍ଟ ତ ଚାଲିଗଲା, ତେଣୁ ଆମ ଝିଅକୁ ଟିକେ ନେଉଛୁ, 1-2 ଦିନ ଭିତରେ ବୁଲେଇକି ଆଣିକିରି ପୁଣି ଛାଡ଼ିଦେବୁ। ଆଉ ସିଏ ତାଙ୍କ ରୁମ୍ ଭିତରେ ସବୁ କିଛି ଲୁଗାପଟା ଏବଂ କବାଟ ଦେଇକିରି ସେ ତାଙ୍କର କ'ଣ କ'ଣ ନେଇଛନ୍ତି, ଇଏ ବି ଆଉ ଚାହିଁନାହାନ୍ତି। ସେତେବେଳେ ଯେଉଁ ପୋଜିସନ୍ 14-15 ଦିନ ହେଇଛି, ସେତେବେଳେ ଯେଉଁ ପୋଜିସନ୍ ଘରର ଗୋଟିଏ ବୋଲି ପୁଅ ଚାଲିଯାଇଛି, ଏପଟେ ବୁଢ଼ୀ ମାଆଙ୍କର ବୟସ ହେଉଛି 96, ରାହୁଲଙ୍କ ଜେଜେମାଙ୍କର ବୟସ ହେଉଛି 96। ତେଣୁ ଜେଜେମାଙ୍କୁ ବି ତାଙ୍କୁ ଯେତେବେଳେ ରାହୁଲ ମରିବା କଥା ଶୁଣିଲା ପରେ ଜେଜେମାଙ୍କୁ ଜାଗମରା ତାଙ୍କର ଜଣେ ରିଲେସନ୍ ଘରକୁ ପଠାଇ ଦେଇଥିଲେ, ଯେ ହେଉଛି ଜେଜେମାଙ୍କ କାନକୁ ସେ ବାପୁଜି ବୋଲି ରାହୁଲକୁ ଡାକନ୍ତି। ଏପର୍ଯ୍ୟନ୍ତ ବି ରାହୁଲଙ୍କର ବୁଢ଼ୀ ମା ଜାଣିନାହାନ୍ତି ଯେ ରାହୁଲ ମର୍ଡର ହେଇଛି। ତାପରେ ସେ 14-15 ଦିନ ପରେ ତାଙ୍କର ମା ଏବଂ ତାଙ୍କର ରାହୁଲଙ୍କର ୱାଇଫ୍ ଏବଂ ତାଙ୍କର କିଛି ରିଲେସନ୍ ଲୋକ କହିକିରି ଲୁଗାପଟା ନେଲେ ଏବଂ କବାଟ ତ ତାଙ୍କର ସେ ଯେଉଁ ରୁମ୍ରେ ଶୋଉଥିଲେ ସେଇ ଲକର୍ ଭିତରେ କିଛି ସୁନା ଗହଣା ଥିଲା ଏବଂ ସେ ସୁନା ଗହଣା, ସେ ଲକର୍ର ଚାବି ରାହୁଲଙ୍କ ୱାଇଫ୍ ପାଖରେ ଥାଏ ଏବଂ ରାହୁଲଙ୍କ ମା ପାଖରେ, ତାଙ୍କ ଚାବି ଇଏ କାହିଁକି ରଖିବେ? ତେଣୁ ସେତେବେଳେ ଯେଉଁ ଅବସ୍ଥାରେ ତାଙ୍କ ମାଆଙ୍କର ଯେଉଁ ଅବସ୍ଥାରେ ଥିଲେ, ସେତେବେଳେ ବି 3-4ଟି ଚେନ୍ ଏବଂ ଇଏ ରାହୁଲଙ୍କର ସୁନା ଜିନିଷ ବି ଏବଂ ଇଏ ତାଙ୍କ ମାଆଙ୍କର ବି ହାତର କେତେଟା ମୁଦି ବୋଉକୁ ଦେଇଥିଲେ ରଖିବା ପାଇଁ। ମାଲୋ ତୁ ଲକରରେ ରଖିଥା, ଆମେ ଯେତେବେଳେ ଗଲାବେଳେ ଆମର ଯେତେବେଳେ ଦରକାର ହେବ ସେତେବେଳେ ଆମେ ମାଗିବୁ। ଆଉ କହିଲେ ସେ ବୋଉ ହିସାବରେ ବିଶ୍ୱାସ କରି ତାଙ୍କୁ ଦେଇଥିଲେ, ବୋଉ ତାଙ୍କର ଲକରରେ ରଖିଥିଲେ। ତାପରେ 14-15 ଦିନ ପରେ ଯେତେବେଳେ ଗଲେ ଲୁଗାପଟା ନେଇକିରି କହିଲେ ଯେ ହେଉଛି ମାରେ ତୁ ଜଲ୍ଦି ପଳେଇ ଆସିବୁ। ରାହୁଲଙ୍କ ବାପା 2-3 ଦିନ ପରେ ଝୁରିଲେ ମୋ ବୋଉ କାହିଁକି ଆସୁନି? ବୋଉକୁ ଫୋନ୍ କଲାବେଳକୁ ତାଙ୍କ ମା କହିଲେ ଯେ ତାଙ୍କ ମାଆଙ୍କ ଦେହ ଅସୁସ୍ଥ ଅଛି, ଟିକେ 2-3 ଦିନ ପରେ ଯିବେ। ତାହେଲେ ଠିକ୍ ଅଛି, ଆରେ ମା ତୁ ଟିକେ ନ ଆସିଲେ ମୋତେ ଭଲ ଲାଗୁନି, ମୋ ପୁଅ ତ ଚାଲିଗଲା, ଆଉ ଏପଟେ କେସ୍ କଥା କିଏ ବୁଝିବ, ଆଉ କ'ଣ ହେଲା କ'ଣ ନାହିଁ କେମିତି ଜାଣିବା, ଆଉ ଓକିଲଙ୍କ ପାଖକୁ ଯିବାକୁ ପଡ଼ିବ। ସେଠୁ 3-4 ଦିନ ଗଲା, ତାପରେ ଆଉ ଆସିଲେନି। ନ ଆସିବା ପରେ ତ ରାହୁଲଙ୍କର ଭିଣେଇ ମୋ ପାଖକୁ ଆସିଲେ, କହିଲେ ସାର୍ ଏହା କଥା, ଆଉ କ'ଣ କରାଯିବ, ଆଉ ଶିବା ଯେ ବବଲୁ ଆଉ ସଚିନ ତାଙ୍କୁ ଟିକେ ଆମେ ଆପଣ ସେଥିରେ ଟିକେ ବସିକିରି ଡିସ୍କସନ୍ କରିବା ପାଇଁ ଚାହୁଁଛୁ କେସ୍ ସଂକ୍ରାନ୍ତରେ। ବୋଲେ ଠିକ୍ ଅଛି, ଓଭିୟସଲି କିଛି ଅସୁବିଧା ନାହିଁ, ଟିକେ ମୋତେ ଗୋଟେ ଦିନ ଆଗରୁ ଟିକେ ପଚାରିଦେବେ ବା 3-4 ଘଣ୍ଟା ଆଗରୁ ପଚାରିଦେଲେ ଆମେ ଛୁଟି ଦିନ ଦେଖିକିରି ଇଭିନ୍ ଦିନ 3ଟାରୁ 6ଟା ପର୍ଯ୍ୟନ୍ତ, 6ଟାରୁ ରାତି 10ଟା ପର୍ଯ୍ୟନ୍ତ
ମୁଁ ଯାହା ଯାହା ସବୁ ସାର୍ଟିଫାଇଡ୍ କପି ବାହାର କରିକି ଆଣିଛି ସମସ୍ତଙ୍କୁ ସାର୍ଟିଫାଇଡ୍ କପି ବି ଦେଇଛି ଜେରକ୍ସ କରିକି ଏବଂ ତାଙ୍କୁ ବି କିପରି କୋର୍ଟରେ କିପରି ଭାବରେ ପ୍ରୋସିଡିଓର୍ସ ହୁଏ ଏବଂ କ'ଣ କେମିତି ସେ ବିଷୟରେ ବି ମୁଁ ଏବେ ଯେହେତୁ ସବଜୁଡ଼ିସ୍ ଅଛି କୋର୍ଟରେ ମୁଁ ବେଶୀ ସେ ଉପରେ ଆଲୋଚନା କରିବା ପାଇଁ ଚାହୁଁନାହିଁ ମୁଁ ତାଙ୍କୁ ବି କହିଛି ମୁଁ କହିଲି ତୁମେ ବି ମୋ ସାଥିରେ ବି ହୋମୱାର୍କ ଟିକେ କରିବାକୁ ପଡ଼ିବ ସେ ଅନୁସାରେ ଆମେ ଆମର 6 ଥରରୁ 7 ଥର ଏଇଠି ଆଜ୍ଞା ଆମେ ବସିଛୁ ଆଉ ଇନଫର୍ମାଣ୍ଟର ରୋଲ୍ ଯେଉଁ ଇନଫର୍ମାଣ୍ଟ ତରଫରୁ ଆଡ଼ଭୋକେଟ୍ର ରୋଲ୍ ଆଜ୍ଞା ବହୁତ ଥାଏ ଆଉ ଯେଉଁ କୁହନ୍ତି ଯେ ସରକାରୀ ଓକିଲ ତ ଲଢ଼ୁଛି ଆପଣମାନେ ଯେଉଁମାନେ ଆଇନର ପରିଧି ଭିତରେ ଡେ ଟୁ ଡେ ପ୍ରାକ୍ଟିସ୍ରେ ଆସିନାହାନ୍ତି କ'ଣ ହୁଏ ନ ହୁଏ ସେଇଟା ଆମେ ଜାଣିଛୁ କୋର୍ଟ ଭିତରେ ତେଣୁ ସେ ସେଇ ଅନୁସାରେ ଭାବି ଚିନ୍ତିକିରି ଆମକୁ ଏନଗେଜ୍ କଲେ ଯେପରି କେଉଁଠି କେସ୍ର ଟାଳଟୁଳ ନୀତି ଯେପରି ନ ହୁଏ ଆଉ ମୁଦାଲାମାନେ କିପରି ଭାବରେ ଦଣ୍ଡ ପାଇବେ ତା